ମୋତେ ଯେମିତିଆ ବୁଝି ଦେଇଥିଲେ ମୁଁ ସେମିତିଆ କଲି। କଞ୍ଚା ମାଛ ଖାଇବ ବାଇଗଣ ପକେଇ କହିଲ କରିଦେଲି। ଆଉ 3 ପ୍ରକାର କାଟ, ଗୋଟେ ପିତା ଆଉ ଗୋଟେ ମୁଣ୍ଡ, 2 ପ୍ରକାର ମୁଣ୍ଡ ନା କ'ଣ? ଏଇଟା ଯେଉଁ ଏଇଟା କ'ଣ? ଏଇଟା ସେ ମୁଣ୍ଡଟି ବିହନ ବିହନ ପକେଇ ଏଇଟା ମୁଣ୍ଡ। ଇଲିଶି ମାଛ। କଞ୍ଚା ମାଛ ଝୋଳ, ଇଲିଶି ଇଲିଶି ମାଛ ମାଛ ତେଲ ଝାଳ। ତେଲ ଝାଲ। ତେଲ ଝାଲ କି କେମିତି କରିଛି ମୁଁ ଜାଣିନି, ମୁଁ ମାତ୍ର କରିଛି ବାଟି ବସା ଟାଇପ୍ର। ଯାହାକୁ ଯେମିତି ଆସିଲା ମୁଁ ଜାଣିନି ମାଛ ତରକାରୀ। ଖାଇଦିଅ ଖାଇଦିଅ। ଟମାଟୋଟା ଚକଟୁନ, ଖଟା ଖଟା ଲାଗିବ। ସେଥିରେ ଟିକେ ପକେଇଛି କ'ଣ କହିଲ, କ'ଣ ସେଇଟା ମାମୁଁ ରାନ୍ଧିଥିଲା ପୋସ୍ତକ ମାଛ ତରକାରୀ। ମାଛ ତରକାରୀ ଭାତ ଖାଲି ଅଛି, ଆଉ କିଛି ନାହିଁ। ମୁଁ ଯାଉଛି ପୋଡ଼ାପୋଡ଼ି କରିକି ପଖାଳ ଅଛି ଖାଇବି। ଛୁଆ ସିଏ ବି ଭାତ ଖାଇବ କି ଖାଇବ ଟିକେ ନାକୁ ଭାତ ପାଣି କରିକି ଖାଇବ। ଆଜିର ବେଶୀ ବହୁତ ଦିନ ହେଲାଣି ଭିଡ଼ିଓ କରିପାରୁନି, ଆଉ ଆଜି ଟିକେ ଖାଇବା ଭିଡ଼ିଓ ଦେଖେଇଦେଲି। ଆଉ ଖାଇବା ଭାବୁଛି ଗୋଟେ ବ୍ଲଗ୍ ବନେଇବି ଖାଇବା ଉପରେ ପଖାଳ ସାଙ୍ଗରେ ପୋଡ଼ାପୋଡ଼ି କରିକି। ଆଉ ଏଟା ଟିକେ ଭିଡ଼ିଓ ବନେଇଦେଲି। ମାଛ ତରକାରୀ ଯଦି ହେଇଥିଲା ଟିକେ ଭଲ ତ ସେଥିପାଇଁ ଟିକେ ଭିଡ଼ିଓଟା କରିଦେଲି। ଏଇଟା ଗେମା ବାଟି ବସା। ଏଇଟା ତରକାରୀ କଲେ ଏମିତି ପିତା ଲାଗୁନି ନାଇଁ? ନା ବାଇଗଣ ଆଳୁ ପକେଇକି ଆଉ ଟମାଟୋ ବି ଦେଲେ ଅଧିକ ବିହନ ହବ। ପକେଇକି ତରକାରୀ ହେଇଛି। ଏଇଟା ଇଲିଶି ମାଛ ବିହନ ନା ଏଇଟା? ସେଟା। ଆଉ ଏଇଟା ମାଛ ମୁଣ୍ଡ ମିଶିକି ଏଇଟା ମାଛ ଦୁଇଟା ମୁଣ୍ଡ, ଜାଗାରେ। ଏଇଟା ମୁଣ୍ଡ ବା ଛେଞ୍ଚଡ଼ା ଅନ୍ତ ଆଉ ଇଏ। କିଲୋ କେତେ ଇଲିଶି ମାଛ? 1500। କିଲୋ 1500। ଯାଉଛି ପୋଡ଼ାପୋଡ଼ି କରିବି, ଆଉ ଟିକେ ଖାଇବୁ। ପିଲାଟା ଝିଅ ଦେଇଥିଲା କ୍ଷୀର ବନବିଟା ଖାଇଥିଲା, ସେ ଖାଇବି। ଯାଉଛି କରିବି, ମୋତେ ଭୋକ କିଲୋ 200 ଲାଗିବ। ଥିଲା। କିଲୋ 200 କେତେଟା ପିସ୍ ଲାଗି? ନାନୀର 3 ପିସ୍। ଖାଇଦିଅ ସେତିକି, ଆଉ ଭିଡ଼ିଓ କରିବି ଯାଇକି